କୁହାଯାଏ ବିପଦ ଆସିଲେ ଏହାକୁ ସମ୍ଭାଳିବା ପାଇଁ ମଣିଷର ଯେତିକି ସକ୍ଷମ ତାଠାରୁ ଉର୍ଦ୍ଧ୍ୱକୁ ଯାଇ ମଣିଷର ଯେତିକି ପରିସୀମା ତାଠାରୁ ବାହାରକୁ ଯାଇ ବି ଏହି ବିପଦକୁ ଟାଳିବାକୁ ଚେଷ୍ଟା କରିଥାଏ ମଣିଷ। ଏହା ମଣିଷ, ଦେଶ, ଅନୁଷ୍ଠାନ, କମ୍ପାନୀ, ଯେଉଁଭଳି ବି ପରିବେଶ ହଉ, ଯେଉଁଭଳି ବି ସଂସ୍ଥା ହଉ, ଏମାନେ ସମସ୍ତେ ଚେଷ୍ଟା କରନ୍ତି କେମିତି ଏ ବିପଦକୁ ଟାଳିବାକୁ ହେବ। ଭାରତ ସମେତ ବିଭିନ୍ନ ବିଶ୍ୱର ରାଷ୍ଟ୍ର କରୋନା ମହାମାରୀକୁ ଅନେକ ଦିନ ହେଲା ନିୟନ୍ତ୍ରଣ କରିବା ପାଇଁ ରୀତିମତ ସଂଘର୍ଷ କରୁଛନ୍ତି। ଭାରତରେ ଏହାର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ପ୍ରାୟ ଏବେ ଦ୍ୱିତୀୟ ଲହର ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଯଥେଷ୍ଟ ପରିମାଣରେ ବଢ଼ିଥିବାର ଅନୁମାନ କରାଯାଉଛି। ମୃତ୍ୟୁ ସଂଖ୍ୟା ବଢ଼ୁଛି ଦିନକୁ ଦିନ ଏବଂ ସବୁଠୁ ବଡ଼ କଥା, ମହାମାରୀର ଏହି ଭୂତାଣୁ ସମ୍ପର୍କିତ ମୃତ୍ୟୁ ଯେତିକି ନୁହଁ, ଅକ୍ସିଜେନ୍ ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଯେଉଁ ପ୍ରବଳ ବାଧା ଉପୁଜୁଛି, ଏଥିପାଇଁ ଅନେକଙ୍କର ଜୀବନ ଚାଲିଯାଉଛି, ଏକଥା ଏବେ ସ୍ପଷ୍ଟ ଦେଖାଯାଉଛି। ତେବେ ଅକ୍ସିଜେନକୁ ସମ୍ଭାଳିବା ପାଇଁ ବ୍ୟାପକ ପ୍ରୟାସ କରାଯାଉଥିବା ବେଳେ ଏବେ ଇସ୍ରୋ ଏଥିରେ ଯେମିତି ସହଯୋଗ କରିଛି, ତାହା ନିଶ୍ଚିତ ମାତ୍ରାରେ ପରବର୍ତ୍ତୀ ଅବସ୍ଥାରେ ଅମ୍ଳଜାନରେ ଜୀବନ ହାରିଯାଉଥିବା ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ହେବ। ଇସ୍ରୋ ଏବେ ପୋର୍ଟେବୁଲ ଅକ୍ସିଜେନ କନସେଣ୍ଟ୍ରେଟରର ଯେଉଁ ଡିଜାଇନ ଏବଂ ନିର୍ମାଣ କରିଛି, ଏହା ଆଗାମୀ ଦିନରେ ରୋଗୀକୁ ପ୍ରାଥମିକ ସ୍ତରରେ ହିଁ ସୁସ୍ଥ ରଖିବାର ବ୍ୟାପକ ପ୍ରୟାସରେ ସହାୟକ ହେବ। ଇସ୍ରୋ କହିବା କଥା ହେଲା ଯେ ଯଦିଓ ଏହା ତାଙ୍କର ଦାୟିତ୍ୱ ବହିର୍ଭୁକ୍ତ, ନିର୍ମାଣ ବହିର୍ଭୁକ୍ତ ବା ସେମାନେ ରକେଟ ବା ଏଭଳି ଯନ୍ତ୍ରାଂଶ ବନେଇବାରେ ଯେଉଁ ଦାୟିତ୍ୱ ବହନ କରିଥାନ୍ତି, ଅକ୍ସିଜେନ କନସେଣ୍ଟ୍ରେଟର ତାଙ୍କ ଦାୟିତ୍ୱର ବହିର୍ଭୁକ୍ତ ହେଲେ ମଧ୍ୟ ସମ୍ପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମାନେ ଯେଉଁ ନିର୍ମାଣ କରିଛନ୍ତି, ଏଥିପାଇଁ ଏମାନେ ଅନେକ କମ୍ପାନୀକୁ ଆମନ୍ତ୍ରଣ କରିଛନ୍ତି ଯେ କେହି ବି ଅକ୍ସିଜେନ କନସେଣ୍ଟ୍ରେଟରର ନିର୍ମାଣରେ ଆଗେଇ ଆସିବେ ସେମାନଙ୍କୁ ଇସ୍ରୋ ସ୍ୱାଗତ କରିବ ଏବଂ ଏହି ଡିଜାଇନ ଅନୁଯାୟୀ ପୋର୍ଟେବୁଲ ଅକ୍ସିଜେନ କନସେଣ୍ଟ୍ରେଟରକୁ ନିର୍ମାଣ କରି ବ୍ୟାପକ ଭାବରେ ବିତରଣ କରାଗଲେ ଅନେକ ରୋଗୀ ଉପକୃତ ହେବେ। ଏହି କନସେଣ୍ଟ୍ରେଟରଟି ବ୍ୟାପକ ପରିମାଣରେ ଗୋଟିଏ ଗୋଟିଏ କନସେଣ୍ଟ୍ରେଟର ଦୁଇଟି ରୋଗୀକୁ ବ୍ୟାପକ ପରିମାଣରେ ଅକ୍ସିଜେନ ଯୋଗାଇ ପାରିବ ବୋଲି ଜଣାପଡ଼ିଛି। ତେବେ ଇସ୍ରୋର ଏହି ପଦକ୍ଷେପକୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। ସେପଟେ କରୋନାକୁ ନେଇ ଯଦି ଦ୍ୱିତୀୟ ଖବର ଉପରେ ଚିନ୍ତା କରାଯାଏ, ତାହେଲେ ଆଦର ପୁନାୱାଲା ଯିଏ ଲଣ୍ଡନ ଚାଲି ଯାଇଛନ୍ତି, ତାଙ୍କୁ ନେଇ WHOର ଯେଉଁ ବୟାନ ରହିଛି, ଏହା ମଧ୍ୟ ଅନୁଶୀଳନ ସାପେକ୍ଷ। WHOର ମୁଖ୍ୟ ଟେଡ୍ରସ୍ ଆଦର ପୁନାୱାଲା କହିଛନ୍ତି କି ବର୍ତ୍ତମାନ ପାଇଁ ସିରମ ଇନଷ୍ଟିଚ୍ୟୁଟର ଏବଂ କୋଭ୍ୟାକ୍ସ କାର୍ଯ୍ୟକ୍ରମରେ ଆଦର ପୁନାୱାଲାଙ୍କର ଯେଉଁ ଯୋଗଦାନ ରହିଥିଲା, ଏହାକୁ ଆହୁରି ଦାୟିତ୍ୱ ସହକାରେ ନିର୍ବାହ କରିବାକୁ ପଡ଼ିବ। ଅର୍ଥାତ୍ କୋଭ୍ୟାକ୍ସ ପ୍ରୋଗ୍ରାମରେ ଭାରତକୁ ନେଇ ଟେଡ୍ରସ୍ଙ୍କର ଯେଉଁ ଦୃଷ୍ଟିକୋଣ ରହିଛି, ଟେଡ୍ରସ୍ ଭଲ ଭାବରେ ଜାଣିଛନ୍ତି କି ଭ୍ୟାକ୍ସିନର ଉତ୍ପାଦନ ଏବଂ ଯୋଗାଣରେ ଭାରତ ଯେତିକି ରୁଚି ରଖୁଛି, ଅନ୍ୟ ଦେଶମାନେ ସେତିକି ରୁଚି ରଖୁନାହାନ୍ତି। ତେଣୁ ସାରା ବିଶ୍ୱର ଏକ ସଂସ୍ଥା ହୋଇଥିବା ସ୍ଥଳେ ଭାରତକୁ ଏହି କୋଭ୍ୟାକ୍ସ କାର୍ଯ୍ୟକ୍ରମରେ ଆହୁରି ଅଗ୍ରଗତି ଆଣିବା ପାଇଁ ଆଦର ପୁନାୱାଲାଙ୍କର ଯୋଗଦାନ ଚାହିଁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଦର ପୁନାୱାଲା ଲଣ୍ଡନ ତ ଚାଲି ଯାଇଥିଲେ, ପରେ ପରେ ତାଙ୍କ ବାପା ସାଇରସ୍ ପୁନାୱାଲା ମଧ୍ୟ ଲଣ୍ଡନ ଚାଲି ଯାଇଥିଲେ। ଏହାପରେ ଏହା ଜଣାପଡ଼ିଲା କି ପୁଅ ତ ଚାଲିଗଲା, ବାପା ମଧ୍ୟ ଲଣ୍ଡନ ଚାଲିଗଲେ, ତେଣୁ ଏହି ପରିବାର ଆଉ ଭାରତ ଆସିବେ ନାହିଁ। କିନ୍ତୁ ଏକଥାକୁ ଖଣ୍ଡନ କରି ସାଇରସ୍ ପୁନାୱାଲା କହିଛନ୍ତି କି ଏମିତି ବି ମେ ମାସରେ ସେମାନେ ଲଣ୍ଡନ ଆସିଥାନ୍ତି, ତେଣୁ ସେମିତି କିଛି କଥା ନୁହଁ, ସେମାନେ ଖୁବ୍ ଶୀଘ୍ର ଭାରତ ଫେରିଆସେ। ତେବେ ଏ ଘଟଣାର ସତ୍ୟତା ଭ୍ୟାକ୍ସିନ ସହିତ ଯଦିଓ ସମ୍ପର୍କିତ ନୁହଁ, କିନ୍ତୁ ସିରମ ଇନଷ୍ଟିଚ୍ୟୁଟର କୋଭ୍ୟାକ୍ସ ପ୍ରୋଗ୍ରାମରେ ଆହୁରି ବ୍ୟାପକ ଯୋଗଦାନକୁ କାମନା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୋଲି ଜଣାପଡ଼ିଛି। ସେପଟେ ଭାରତର ଆଉ ଏକ ଯେଉଁ ଘଟଣା ଘଟିଛି, ଏହି ଘଟଣାରେ ପାକିସ୍ତାନ ବିଶେଷ ଆତଙ୍କିତ ହୋଇଥିବାର ନଜରକୁ ଆସିଛି। ଏଥିପାଇଁ ନଜରକୁ ଆସିଛି କି ଭାରତ ଏବେ ରୀତିମତ ହାଇପର ସୁପରସୋନିକ ମିସାଇଲକୁ ପରୀକ୍ଷଣ କରିଥିବା ବେଳେ ଏହା ଏବେ ହାଇପର ସୁପରସୋନିକ ଭାଇକିଲକୁ ମଧ୍ୟ ପରୀକ୍ଷଣ କରିଛି, ଯାହାକି ପାକିସ୍ତାନରେ ଚିନ୍ତାର ବିଷୟ ହୋଇଛି। ଏମିତି ବି ସମ୍ପ୍ରତି ବିଶ୍ୱରେ ଯେଉଁମାନଙ୍କ ପାଖରେ ସେନା ରହିଛି, ଯେଉଁମାନେ ନିଜର ସୁରକ୍ଷା ଚାହିଁଛନ୍ତି ଏବଂ ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବା ପାଇଁ ଚାହିଁଛନ୍ତି, ଏମାନେ ଆଉ ସାଧାସିଧା ମିସାଇଲରେ ବିଶ୍ୱାସ ରଖୁନାହାନ୍ତି। ଏବେ ଯୁଗ ହେଉଛି ହାଇପର ସୁପରସୋନିକ ମିସାଇଲ, ଯାହାକି ଧ୍ୱନିଠାରୁ 5 ଗୁଣ ଅଧିକ ଗତି କରିଥାଏ ଏବଂ ଟାର୍ଗେଟକୁ ଥରେ ସେଟ୍ କଲା ପରେ ଏହା ହିଟ୍ କରିବାରେ କୌଣସି ବାଧା ଉପୁଜେ ନାହିଁ।
ଏମାନଙ୍କୁ ଶକ୍ତିଶାଳୀ ରାଡାର ମଧ୍ୟ ଧରିବା ସମ୍ଭବପର ହୋଇନଥାଏ। ତେଣୁ ଭିନ୍ନ ଭିନ୍ନ ଡିଜାଇନର ହାଇପର ସୁପରସୋନିକ ମିସାଇଲକୁ ଯଦି ଦେଖିବା ତାହେଲେ ଆମେରିକା, ରୁଷ, ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ରମାନେ ଏହାର ଅଧିକାରୀ ହୋଇଥିବା ବେଳେ ଭାରତ ମଧ୍ୟ ଏବେ ଜୋରଦାର ପ୍ରୟାସ ଜାରି ରଖିଛି କି ହାଇପର ସୁପରସୋନିକ ମିସାଇଲକୁ ଭାରତୀୟ ସେନାରେ ସାମିଲ କରିବ। ଏହି ହିସାବରେ ଏବେ କ୍ରେମଜେଟ୍ ଇଞ୍ଜିନକୁ ମଧ୍ୟ ଭାରତ ପରୀକ୍ଷଣ କରିଛି। ତେଣୁ ଏହି ପରୀକ୍ଷଣରେ ପାକିସ୍ତାନ ବ୍ୟାପକ ଚିନ୍ତା କରିଛି। କାରଣ ପାକିସ୍ତାନ ଏବେ ଚିନ୍ତା କରୁଛି କି ଯେକୌଣସି ମୁହୂର୍ତ୍ତରେ ଯଦି ହାଇପରସୋନିକର ଭାରତ ବ୍ୟବହାର କରେ ତାହେଲେ ଏହା ବୋଧେ ପ୍ରଥମ ଦେଶ ହେବ ପାକିସ୍ତାନ। ଏହା ଅବଶ୍ୟ ପାକିସ୍ତାନର ନିଜସ୍ୱ ଚିନ୍ତା, କିନ୍ତୁ ଭାରତ ନିଜର ପ୍ରତିରକ୍ଷା ସଜାଡ଼ିବା ପାଇଁ ବ୍ୟାପକ ପ୍ରୟାସ ଯେ କରିଛି ଏକଥା କାହାକୁ ଅଛପା ନୁହଁ। ତେଣୁ ଭାରତର ଏଭଳି ବ୍ୟାପକ ପ୍ରତିରକ୍ଷା ସାମରିକ ପ୍ରସ୍ତୁତିରେ ପାକିସ୍ତାନ କେବଳ ବିଶ୍ୱ ଦରବାରରେ କହୁଛି କି ଭାରତର ଏଭଳି ଦିନକୁ ଦିନ ପ୍ରତିରକ୍ଷା ବିଭାଗରେ ଯେଉଁଭଳି ନୂଆ ନୂଆ ଗବେଷଣା, ନୂଆ ନୂଆ ପରୀକ୍ଷଣ ଚାଲିଛି, ଏହା ଖାସ୍ କରି ପଶ୍ଚିମ ଏସିଆ, ଦକ୍ଷିଣ ଏସିଆ ଏବଂ ସମଗ୍ର ଏସିଆ ଦେଶ ପାଇଁ ଏକ ବିରାଟ ଅରାଜକତା ସୃଷ୍ଟି କରିବ। କିନ୍ତୁ ପାକିସ୍ତାନର ଏହି ଭାଷଣକୁ ଶୁଣିବା ପାଇଁ ସାରା ବିଶ୍ୱରେ ଦେଶ ନାହାନ୍ତି। ଏହି ଦୃଷ୍ଟିକୋଣରୁ ପାକିସ୍ତାନ ଏଭଳି କହିବା ଛଡ଼ା ଅନ୍ୟ ଚିନ୍ତା କରିପାରିବ ନାହିଁ। କିନ୍ତୁ କିଛି ସୂତ୍ରରୁ ଏହା ମଧ୍ୟ କୁହାଯାଉଛି କି ପାକିସ୍ତାନ ମଧ୍ୟ ଏବେ ହାଇପର ସୁପରସୋନିକ ମିସାଇଲ ତିଆରି କରିବା ପାଇଁ ଯଥାସମ୍ଭବ ପ୍ରସ୍ତୁତି କରିଛି। କିନ୍ତୁ ଏଥିପାଇଁ ଯେଉଁ ବ୍ୟୟବରାଦ ରହେ, ଯେଉଁ ଟଙ୍କା ଖର୍ଚ୍ଚ କରାହୁଏ, ଏକଥା ପାକିସ୍ତାନ ପାଇଁ ସମ୍ଭବ କି? ଏ ପ୍ରଶ୍ନର ଉତ୍ତର ଯଦି 100 ଜଣଙ୍କୁ ପଚରାଯାଏ ତାହେଲେ 99 ଜଣ ନା କହିବେ। ତେଣୁ ଏ ଦିଗରୁ ପାକିସ୍ତାନ ଏବେ କେବଳ ଭାରତ ବିରୁଦ୍ଧରେ ବୟାନ ଦେବା ଛଡ଼ା ବିଶେଷ କିଛି କରିପାରିବ ନାହିଁ। ସେପଟେ ଭାରତ ଇସ୍ରାଏଲ ଏବଂ ପାଲେଷ୍ଟାଇନର ମାମଲାରେ ଉଭୟ ପକ୍ଷକୁ ଯୋଡ଼ିବା ପାଇଁ, ସମାଧାନ କଥାବାର୍ତ୍ତା ଜରିଆରେ ଆଣିବା ପାଇଁ ବୟାନ ଦେଉଥିବା ବେଳେ ଫିଲିସ୍ତିନି ସପକ୍ଷରେ ଭାରତର ମନ୍ତବ୍ୟକୁ ମଧ୍ୟ ଏବେ ଚିନ୍ତା କରାଯାଉଛି। କିନ୍ତୁ ଅପରପଟରେ ଆମେରିକାରେ ଭାରତ ଆମେରିକୀୟମାନେ ଏବେ ଜୋରଦାର ଇସ୍ରାଏଲକୁ ସମର୍ଥନ କରିଥିବା ମଧ୍ୟ ଦେଖାଦେଇଛି। ତେଣୁ ଏହି ହିସାବରେ ଇସ୍ରାଏଲ ଭାରତରୁ ସମର୍ଥନ ପାଇବା ଯଥେଷ୍ଟ ସମୟ ଏବଂ ଯଥେଷ୍ଟ ଅନୁକୂଳ ପରିସ୍ଥିତିକୁ ହୃଦୟଙ୍ଗମ କରିପାରୁଥିବା ବେଳେ ଅନ୍ତରାଷ୍ଟ୍ରୀୟ କୂଟନୀତି ଦୃଷ୍ଟିକୋଣରୁ, ଭାରତର ନିଜସ୍ୱ ବିଦେଶ ନୀତି ଏବଂ ରଣନୀତି ଦୃଷ୍ଟିକୋଣରୁ ଭାରତ ଉଭୟ ପକ୍ଷକୁ ସମାଧାନ ସ୍ତରକୁ ଆଣିବା ପାଇଁ ବ୍ୟାପକ ଚେଷ୍ଟା କରିଛି। ଗୋଟିଏ ପଟେ ହାମାସର ରକେଟ ଡାକିବାକୁ ଭାରତ ନିନ୍ଦା କରୁଥିବା ବେଳେ ଅନ୍ୟପଟେ ଇସ୍ରାଏଲ ମାଡ଼ି ବସିଥିବା ଅଞ୍ଚଳକୁ ଫେରାଇବା ପାଇଁ ମଧ୍ୟ ଭାରତର ଯେଉଁ ବୟାନ ରହିଛି, ଏହି ଉଭୟକୁ ଯଦି ଦେଖାଯାଏ ଭାରତ ଏକ ସମଦୂରତା ନୀତି ଅବଲମ୍ବନ କରି ଉଭୟ ପକ୍ଷଙ୍କୁ ସମାଧାନର ରାସ୍ତା ଖୋଜିବା ପାଇଁ ବୟାନ ଦେଇ ଚାଲିଛି। ତେଣୁ ଏହି ଦୃଷ୍ଟିକୋଣରୁ ଅନ୍ତରାଷ୍ଟ୍ରୀୟ ଦୃଷ୍ଟିକୋଣରେ ଭାରତ ଏବେ ଏକ ବିଶେଷ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ଏଇଥିପାଇଁ ଯେ ସମଗ୍ର ବିଶ୍ୱ ସହ ଭାରତର ସମ୍ପର୍କ ରହିଛି, ଆରବ ଦେଶ ସହ ରହିଛି, ଫିଲିସ୍ତିନି ସହ ରହିଛି, ଇସ୍ରାଏଲ ସହ ରହିଛି, ଆମେରିକା ସହ ରହିଛି, ରଷିଆ ସହ ମଧ୍ୟ ରହିଛି। ତେଣୁ ସମସ୍ତଙ୍କୁ ଯଥେଷ୍ଟ ଦୂରତା ଅବଲମ୍ବନ କରି ଏକ ନିରପେକ୍ଷ ବଳୟ ଭିତରେ ଭାରତର ନୂଆ ରଣନୀତି କଥା କହୁଥିବା ଜଣାପଡ଼ିଛି। ଘରେ ଟେନସନ, ବାହାରେ ବି ଟେନସନ, ପୁଅର ଚାକିରି ପାଇଁ ହଉ, ଝିଅର ବାହାଘର ପାଇଁ ହଉ, ଘରେ ଅଶାନ୍ତି, ମୁଣ୍ଡ ଉପରେ ଋଣର ବୋଝ, କୋର୍ଟ କଚେରୀ ମାମଲା ଆଉ ଜମି ଜମା ବିବାଦ, ଏ ସବୁ ଭିତରେ ଆପଣମାନେ ଘାଣ୍ଟି ହେଉଛନ୍ତି ନା? ଏହି ସବୁ ଟେନସନରୁ ମୁକୁଳିବାର ରାସ୍ତା ଖୋଜୁଛନ୍ତି କି? ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ସମସ୍ୟାର ସମାଧାନ କେବେ ଏବଂ କିପରି ହେବ? ଦେଖନ୍ତୁ ଭାଗ୍ୟଚକ୍ର। ଆପଣ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ ଆମ କାର୍ଯ୍ୟକ୍ରମରେ। ଭାଗ୍ୟଚକ୍ର ପ୍ରତି ମଙ୍ଗଳବାର, ଗୁରୁବାର, ରବିବାର ରାତି 9ଟାରେ କେବଳ DTV ଓଡ଼ିଆରେ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।